ଉପନ୍ୟାସ ଗାନ୍ଧୀ ଛକରୁ ଟିକିଏ ଆଗରେ। ଔପନ୍ୟାସିକ ପଦ୍ମଜ ପାଳ ପଢ଼ି ଶୁଣୁଛନ୍ତି ଅନିତ୍ୟ ମହାନ୍ତି। ସେଦିନ ଏମିତି ଏକ ଭୟଙ୍କର କାଣ୍ଡ ଘଟିଗଲା। ହରିବୋଲ ହରିବୋଲ। ମାଧପୁର 13/7 ସକାଳ 10:15 ଦେଖିଲା ମହାଭାରତର ଅବଶିଷ୍ଟ ସେହି ଲୋମହର୍ଷଣକାରୀ କାଣ୍ଡ। ଯୁବକ ଜଣକ ଆତଙ୍କିତ ହୋଇ ଦୌଡ଼ୁଥାଏ, ରକ୍ଷା କର ରକ୍ଷା କର ଆର୍ତ୍ତଚିତ୍କାର କରି। ଅସ୍ଥିର ପାଦ ତାର ଡେଇଁ ଡେଇଁ ପଡ଼ୁଥାଏ, ଯେପରି ଆକାଶଠୁ ପାତାଳ ପର୍ଯ୍ୟନ୍ତ ସବୁ ଗମ୍ୟ ଅଗମ୍ୟ ସ୍ଥାନରେ। ଏ ପୈଶାଚିକ ପୃଥିବୀର ନଦୀ, ନାଳ, ପାହାଡ଼, ପର୍ବତ, ଝାଡ଼, ଜଙ୍ଗଲ, ସହର, ନଗର ସବୁ ସ୍ଥାନ କାଳକୁ ଅତିକ୍ରମ କରି ଯିବାର ବ୍ୟାକୁଳ ପ୍ରୟାସରେ। କୁଆଡ଼େ ଯେ ସେ ପାଦ ଅସ୍ଥିର ଉଦ୍ବେଗରେ ଛୁଟୁଥିଲା ସେ ନିଜେ ବି ଜାଣିପାରୁନଥିଲା। କେବଳ ଗୋଟାଏ ପଳାୟନ ମନସ୍କତା, ଆତ୍ମରକ୍ଷା ପାଇଁ ଏକ ଦୁରନ୍ତ ଅନ୍ଧ ପ୍ରୟାସ। ସେ ବି ଜାଣିପାରୁନଥିଲା କେଉଁ ଅଜଣା ଅଦେଖା ମାନସରୋବର ତାର ଲକ୍ଷ୍ୟସ୍ଥଳ, ଯେଉଁଠି ସେ ଆତ୍ମଗୋପନ କରି ନିରାପତ୍ତା ପାଇବ ଧାଉଁଥିବା ଏ ମୃତ୍ୟୁମାନଙ୍କ କବଳରୁ। କିନ୍ତୁ ଏ ପୃଥିବୀରେ ଦିଶୁନଥିଲା ସେମିତି ଏକ ସ୍ଥାନ ଯେଉଁଠି ନିଖୋଜ ହୋଇଯାଇ ହୁଏ। ପ୍ରାଣାନ୍ତକ ଦୌଡ଼ରେ ନୟାନ୍ତ ହୋଇଯାଇ ଚଣ୍ଡ ମୁହୂର୍ତ୍ତକ ପାଇଁ ମୁହଁ ବୁଲେଇ ଚାହିଁଲା ପଛକୁ। ଅତିକ୍ରମ କରିଥିବା ଜୀବନକୁ, ଦୂରତାକୁ ଆକଳନ କରିନେବାକୁ ସେହି ଧାବମାନ ମୃତ୍ୟୁର ପହଞ୍ଚକୁ। ନା, ଆଉ ବେଶୀ କିଛି ଦୂରତା ନାହିଁ। ଯାହା ଅଛି କେବଳ ଆଖିର ଭ୍ରମ। ସେମାନେ ଅଧିକ କ୍ଷିପ୍ର, ହିଂସ୍ର ଓ ପ୍ରଚଣ୍ଡ। ଆଉ ଗୋଟିଏ ମୁହୂର୍ତ୍ତର ଦୂରତ୍ୱ। ହୁଏତ ସେହି ଆଗାମୀ ମୁହୂର୍ତ୍ତଟି ହେବ ମୋ ପାଇଁ ଶେଷ ମୁହୂର୍ତ୍ତ। ବଞ୍ଚିବା ପାଇଁ ମୋର ସମସ୍ତ ପ୍ରୟାସ ହୁଏତ ଅର୍ଥହୀନ ପାଲଟିଯିବ। ମୋ ଜୀବନ କାହାଣୀର ପଡ଼ିଯିବ ଶେଷାହୁତି, ଓଂ ସାହା। ମୃତ୍ୟୁ ପାଲଟିଯିବ ଅନତିକ୍ରମ୍ୟ, ଅପରାହତ। ଅଥଚ ମୃତ୍ୟୁ ପାଖରୁ ଜୀବନ ପାଇଁ ଦୌଡ଼ିବା କି ଭୟଙ୍କର, କି ଦୟନୀୟ ଅନୁଭବ, ତା ମୁଁ ବୁଝିପାରିନଥିଲି କେମିତି? ଚଣ୍ଡ ମୁଁ ଅନେକଙ୍କୁ ମୃତ୍ୟୁଦାନ କରିଛି। ମୃତ୍ୟୁର ସେ ନିର୍ଣ୍ଣାୟକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେହି ମୃତ୍ୟୁମାନଙ୍କ ବିକଳ ମୁହଁକୁ ଚାହିଁ ରହିଛି, ଦେଖିବାକୁ, ଉପଭୋଗ କରିବାକୁ ସେ ମୃତ୍ୟୁର ଅନୁଭବ। ମଣିଷ ମରେ କେମିତି? କେତେ ବ୍ୟାକୁଳତା, କେତେ ଅସହାୟତା, କେତେ ଭୟ କି ଆତଙ୍କ ଫୁଟି ଉଠୁଥାଏ ସେ ମୁହଁରେ। ହେଲେ ସବୁବେଳେ ହିଁ ବ୍ୟର୍ଥ ହୋଇଛି। କିଛି ବୁଝିପାରି ନାହିଁ କି ଦେଖିବି ପାରି ନାହିଁ ମୃତ୍ୟୁରେ ସେ କାଳାନ୍ତରୀ ନୃତ୍ୟ। ମୃତ୍ୟୁ କ'ଣ ଗୋଟାଏ ଛଟପଟ ପକ୍ଷୀ, ଗୋଟାଏ ଭୟଭୀତ ଶ୍ୱାନ, ବ୍ୟାକୁଳ ମାଟିଏ, ନା ଗୋଟିଏ ଡଙ୍ଗା ଡୁବି? ନା ନା, ହୋଇନଥିବ ନିଶ୍ଚୟ। ଅନିବାର୍ଯ୍ୟ ହୋଇନଥିବ ଏଭଳି ଏକ ଚିରନ୍ତନ ମହାସତ୍ୟର ଏମିତିକା ଦୟନୀୟ କୁତ୍ସିତ ରୂପ ସମ୍ଭବ କିପରି? ଚଣ୍ଡ କିଛି ବୁଝିପାରୁନଥିଲା। ଅଥଚ ଆଜି ଯେମିତି ସେ ପ୍ରତ୍ୟକ୍ଷ କରୁଛି, ବ୍ରେନ୍ ଷ୍ଟ୍ରୋକ୍ରେ ମୃତ୍ୟୁ ଯେପରି ଧସି ଆସୁଛି ଗୋଟାଏ କ୍ଷୁଧାତୁର ଶିକାରୀ ମବି ଡିକ୍ର ଉନ୍ମୁକ୍ତ ଆଁ ଭଳି। ପୁଣି ଦିଶୁଛି ଯେମିତି ପଞ୍ଝାଏ ରକ୍ତମୁଖା ଗ୍ରେ ହାଉଣ୍ଡ ଛୁଟି ଆସୁଛନ୍ତି ଲମ୍ଫ ଦେଇ ଦେଇ। ଏମିତି କେତେ କେତେ ଭୟଙ୍କର ରୂପ ତାର, ରୂପାନ୍ତର ତାର। ମୁହୂର୍ତ୍ତଟିଏ ପରେ ଆସିବ ସେ ମହାଲମ୍ଫ। କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି। 3, 2, 1। ହୁଇସିଲ୍ ବାଜି ସାରିଲାଣି। ଏଥର ଝାମ୍ପ। ଅଥଚ ଏତେବେଳକୁ ପାଦ ମୋର ଅବଶ ହୋଇଯାଉଛି। ଆଖି ବି ଦେଖିପାରୁନି, କିଛି ବି ଦେଖିପାରୁନି। ନା ରୂପ, ନା ରୂପାନ୍ତର। ଲାଗୁଛି ଏଠି ଯେପରି ସମୟର ପାବନ୍ଧି ନାହିଁ, କି ତାର ସ୍ଥିତି ବି ନାହିଁ। ସମୟ, ସ୍ଥାନ, ପାତ୍ର ସବୁ ଯେପରି ଏକାକାର। ଗୋଟିଏ ବିନ୍ଦୁ ଯେମିତି, ଯାହାର ରୂପ ନାହିଁ, ରଙ୍ଗ ନାହିଁ, ଗନ୍ଧ ନାହିଁ, ସ୍ଥିତି ବି ନାହିଁ। ଏକ ଅହେତୁକ ପୃଥିବୀ। ଖାଲି ଶୂନ୍ୟ, ମହାଶୂନ୍ୟ ଓ ତାର ନୀଳୀୟ ମହାଜାଗତିକ ବିସ୍ତରଣ। ଲାଗୁଛି ମୁଁ ଯେପରି ଧୀରେ ଧୀରେ ମୃତ୍ୟୁର ପଞ୍ଝାରୁ ମୃତ୍ୟୁକୁ ଅତିକ୍ରମି ଯାଉଛି। ମୃତ୍ୟୁ ସ୍ପର୍ଶ ପୂର୍ବରୁ ଯେପରି ଅଦ୍ଭୁତ ଭାବରେ ମୁଁ ରୂପାନ୍ତରିତ ହୋଇ ପଶିଯାଇଛି ମୃତ୍ୟୁହୀନତା ଭିତରକୁ। ଥରେ କେବେ ପଢ଼ିଥିଲି ଉପନିଷଦରେ, ମୃତ୍ୟୁର୍ମାଂ ଅମୃତଂ ଗମୟ, ନ ଅମୃତାତ୍ ମାଂ ମୃତ୍ୟୁ ଗମୟ। ସେହି ଏକା ତତ୍ତ୍ୱ, ଏକା ଉଲ୍ଲମ୍ଫନ। ଚଣ୍ଡ ହଠାତ୍ ଉପରକୁ ହାତ ଟେକିଥିଲା। ସେ ହାତ ଯେପରି ବାମନର ପାଦ ଭଳି ବିସ୍ତରିଗଲା ବିଶ୍ୱ ବ୍ରହ୍ମାଣ୍ଡକୁ। ସେ ସମର୍ପିତ କରିଦେଲା ନିଜ। Sample complete. Ready to continue?